ଜୟ ଜଗନ୍ନାଥ। ମୋତେ ଯିବାର ଅଛି। ଏହାକୁ କିପରି ଇଂରାଜୀରେ ଲେଖିବା? କିପରି ଲେଖିବା? ଏହାକୁ ଆମେ 2 ପ୍ରକାରରେ ଲେଖିପାରିବା। କିଭଳି? କେହି ଜଣେ ତୁମକୁ ଫୋର୍ସ କରୁଛି, ସେ ହେଲା ଗୋଟିଏ, ମୋତେ ଯିବାର ଅଛି। ଆଉ ଗୋଟେ ହେଲା ନିଜ ଇଚ୍ଛାରେ, ମୁଁ ନିଜ ଇଚ୍ଛାରେ ଯାଉଛି, ମୋତେ ଯିବାର ଅଛି। ତେବେ ଏଇଭଳି ସେଣ୍ଟେନ୍ସକୁ କିପରି ଇଂରାଜୀରେ କହିବା? ମୋତେ ଯିବାର ଅଛି, କେହି ଜଣେ ତୁମକୁ ଫୋର୍ସ କରୁଛି, ଆମେ କ'ଣ କହିବା? ଆଇ ହାଭ୍ ଟୁ ଗୋ। ଆଉ ଯେତେବେଳେ ନିଜ ଇଚ୍ଛାରେ ଯିବ, ମୋତେ ଯିବାର ଅଛି, ଆଇ ଆମ୍ ଟୁ ଗୋ। ଯେଉଁ ନିଜ ଇଚ୍ଛାରେ ଯିବ ତା ପାଇଁ ଷ୍ଟ୍ରକ୍ଚର କ'ଣ ଅଟେ? ସବଜେକ୍ଟ ପ୍ଲସ୍ ଇଜ୍ ଏମ୍ ଆର୍ ପ୍ଲସ୍ ଟୁ ପ୍ଲସ୍ ଭର୍ବର ଫାଷ୍ଟ ଫର୍ମ ପ୍ଲସ୍ ଅଦର ୱାର୍ଡ ତା ପ୍ରେଜେଣ୍ଟ ଅନୁସାରେ। ଆଉ ଯେଉଁଟା ତୁମକୁ କେହି ଜଣ ଫୋର୍ସ କରୁଛି ତା ପାଇଁ ଷ୍ଟ୍ରକ୍ଚର କ'ଣ ଅଟେ? ସବଜେକ୍ଟ ପ୍ଲସ୍ ହେଭର୍ ହେଜ୍ ପ୍ଲସ୍ ଟୁ ପ୍ଲସ୍ ଭର୍ବର ଫାଷ୍ଟ ଫର୍ମ ପ୍ଲସ୍ ଅଦର ୱାର୍ଡ ତାହା ହେଉଛି ପ୍ରେଜେଣ୍ଟ ଅନୁସାରେ। ମୁଁ ଆଶା କରେ ନିଶ୍ଚିତ ଭାବରେ ବୁଝିପାରିଥିବେ। ତେଣୁ ଭିଡ଼ିଓ ଗୁଡ଼ିକ ଫ୍ରେଣ୍ଡସ୍ମାନଙ୍କୁ ସେୟାର କରନ୍ତୁ।